କ'ଣ ଘଟଣା ହେଇଛି ଆମେ କିଛି ଜାଣିନୁ। ମା' ପୁଅ ତ ଥିଲେ ଚଳୁଥିଲେ, ସେ ବି ଏମିତି କ'ଣ ମୁଁ କରିଛନ୍ତି ବୋଲି ଆମେ ବି ଜାଣିନୁ। ଗନ୍ଧ ହେଉଛି ପୁରା ଗନ୍ଧ ହେଉଛି ବୋଲି ପୁଅ ଗଲା ଯାଇକିରି ଡାକିକି ଆଇଲେ। ସମସ୍ତେ କହୁଛନ୍ତି କି ମୁର୍ଦାର ବାସନା, ଇଏ ମୁର୍ଦାର ବାସନା। ଥାନାକୁ ଗଲୁ ଡାକିକି ଆଇଲୁ। ସେ ଘରେ ଗୋଟେ ମାଆଟେ ପୁଅଟେ ରହୁଥିଲେ। ସିଏ ମୋଟୁ 2-3 ମାସ ଖଣ୍ଡେ ରହିଛନ୍ତି। ଏ ପୁଅ କ'ଣ ଜଗନ୍ନାଥଙ୍କ ଯେଉଁ ଗୀତ ବୋଲା ହେଉଛି ସେଇ ଅଫିସରେ କ'ଣ ଥିଲା। ମାଆଟା ଭିକ ମାଗୁଥିଲା। ସିଏ ଗଲେଣି କାଲି ପହରଦିନଠୁ ଗଲେଣି ହେରି। ଆମେ ଖାଲି ଗନ୍ଧ ହେଉଛୁ, କ'ଣ ଗନ୍ଧ ହେଉଛି ମୁଁ କହୁଛି ଏଇଠି ବିଲେଇ ଫିଲେଇଟେ ମରିଯାଇଛି କି ମୂଷାଟେ ମରିଯାଇଛି ପଡ଼ିଛି, ସେଇ ଗନ୍ଧ ହେଉଛି। ଏମିତି ଆଜି ତ ବେଶୀ ଗନ୍ଧ ହେଲା ଆଉ। ବେଶୀ ଗନ୍ଧ ହେଉଛି ବୋଲିକା ଆମେ ଯାଇକି ଦେଖିଲୁ ଘର ସେମିତି କାମ ହେଇଛି ସବୁ। ପୁଲିସ ଆସିବାରୁ ଦ୍ୱାର ଖୋଲିକି ଦେଖିଲୁ। ସେଇ ପୁରା ମାନେ ସିମେଣ୍ଟରେ ତିଆରି ହେଇଛି, ତାଜା ଫାଜା ସବୁ ବନ୍ଦ ହୋଇଯାଇଛି, ସିମେଣ୍ଟରେ ମିଶା ହେଇଛି, ସବୁ ଇଏ ହେଇଛି। ମୁର୍ଦାର ତା ଭିତରେ ନା ଆମର ଖୋଲା ଥିଲା, ଉପରେ ତାଜା ପରା ରୋଷେଇ କରିକିରି ଇଏ କରନ୍ତି। ରୋଷେଇ ଘରଟା ଆମେ ସନ୍ଦେହ କରୁଛୁ ଯେଉଁ ପୋଚା ଗନ୍ଧ ମାରିଦେଇଛି କି କ'ଣ କରୁଛି। ଆମେ ସେ ମାଆକୁ ସେ କେତେବେଳେ ଯାଇଛନ୍ତି, ଆମେ ମାଆକୁ ଦେଖିନୁ କି ପୁଅକୁ ଦେଖିନୁ।